Hello everyone, I am Damayanti. Welcome to my YouTube channel. ମୁଁ ଓଡ଼ିଆ ଅନର୍ସର ପିଜି ଏବଂ ନେଟ୍ ସିଲାବସ୍କୁ କମ୍ପ୍ଲିଟ୍ କରିଦେଇଛି। ଆପଣମାନେ ପ୍ଲେଲିଷ୍ଟ ଯାଇକି ଚେକିଂ କରିପାରିବେ। ଏବେ ମୁଁ ଆଲୋଚନା କରିବି ଓଡ଼ିଆ ସାହିତ୍ୟର ଇତିହାସ ବୁକ୍ ପ୍ରେମାନନ୍ଦ ସାରଙ୍କର ବୁକ୍ରୁ ଓଡ଼ିଆ ଏକାଙ୍କିକା ସାହିତ୍ୟ। ପ୍ରଥମେ ଆସୁଛନ୍ତି କାଳିନ୍ଦୀ ଚରଣ ପଟ୍ଟନାୟକ। ତାଙ୍କର ପ୍ରଥମ ଏକାଙ୍କିକା ହେଉଛି ଜୀବିତ ଦର୍ପଣ। କାଳିନ୍ଦୀ ଚରଣ ପଟ୍ଟନାୟକଙ୍କର ପ୍ରଥମ ଏକାଙ୍କିକା ଜୀବିତ ଦର୍ପଣ। ଅନ୍ୟ ଏକାଙ୍କିକା ଗୁଡ଼ିକ ହେଉଛି ଦେବତାର ତଳେ, ମନ୍ଦିର ପ୍ରବେଶ, କକା ନାହିଁ, ଦୋଳ ବେହେରା ଏବଂ ଛତ୍ରପତି। ଦ୍ୱିତୀୟ ଏକାଙ୍କିକା ସଂକଳନ ଷଡ଼ରସ। 6 ଏକାଙ୍କିକାର ସମାହାର ଷଡ଼ରସ। ଏଥିରେ ଦୋଳ ବେହେରା ବ୍ୟତୀତ ଅନ୍ୟ ଏକାଙ୍କିକା ଗୁଡ଼ିକ ହେଲା ଭଙ୍ଗାଗଢ଼ା, ନୂଆ ଦୁନିଆ, ପ୍ରତିଦିନ, ପୋଷ୍ୟପୁତ୍ର, କଳିଙ୍ଗ ଜେମା। କାଳୀଚରଣ ପାଣିଗ୍ରାହୀ ପଦ୍ମିନୀ ନାମକ ଏକାଙ୍କିକା ରଚନା କରିଥିଲେ। ହେଲା, କାଳୀଚରଣଙ୍କର କ'ଣ କ'ଣ ଏକାଙ୍କିକା ରହିଲା ନା ପ୍ରଥମ ଏକାଙ୍କିକା ଜୀବିତ ଦର୍ପଣ, ପଞ୍ଚରଙ୍ଗ, ଦେବତାର ତଳେ, ମନ୍ଦିର ପ୍ରବେଶ, କକା ନାହିଁ, ଦୋଳ ବେହେରା, ଛତ୍ରପତି। ଷଡ଼ଋତୁ ଏକାଙ୍କିକା ସଂକଳନର 6 ଏକାଙ୍କିକା ଅଛି ଭଙ୍ଗାଗଢ଼ା, ଦୋଳ ବେହେରା, ନୂଆ ଦୁନିଆ, ପ୍ରତିନିଧି, ପୋଷ୍ୟପୁତ୍ର, କଳିଙ୍ଗ ଜେମା, କାଳୀଚରଣ ପାଣିଗ୍ରାହୀ, ପଦ୍ମିନୀ। ନେକ୍ସଟ ଆଉ ରହିଛି ଅମୃତାୟନ। ନେକ୍ସଟ ଡକ୍ଟର ହରେକୃଷ୍ଣ ମହତାବ। ଡକ୍ଟର ହରେକୃଷ୍ଣ ମହତାବଙ୍କର ଏକାଙ୍କିକା ଗୁଡ଼ିକ ହେଉଛି ଯୁଗ ସଂକେତ, ଗୁପ୍ତ ପ୍ରଣୟ, ବାସ୍ତବିକ, ପ୍ରବଞ୍ଚନା, ଗନ୍ତାଘର, ଇତିହାସର ପରିହାସ, ରୂପାନ୍ତର, ମମତାର ଅନୁତାପ, ମୁକ୍ତି ଓ ମୁକ୍ତ, ଶମ୍ଭୁକର, ତପସ୍ୟା, ଅନ୍ଧଯୁଗ, ଉତ୍ତରୋତ୍ତର। ଡକ୍ଟର ହରେକୃଷ୍ଣ ମହତାବଙ୍କର ଉପନ୍ୟାସ ଗୁଡ଼ିକ ଯୁଗ ସଂକେତ, ଗୁପ୍ତ ପ୍ରଣୟ, ବାସ୍ତବିକ, ପ୍ରବଞ୍ଚନା, ଗନ୍ତାଘର, ଇତିହାସର ପରିହାସ, ରୂପାନ୍ତର, ମତାନ୍ତର, ଅନୁତାପ, ମୁକ୍ତି ଓ ମୁକ୍ତ, ଶମ୍ଭୁକର, ତପସ୍ୟା, ଅନ୍ଧଯୁଗ, ଉତ୍ତରାତ୍ତର। ନାଟ୍ୟଭାରତୀ ଅଶ୍ୱନୀ କୁମାର ଘୋଷ। ଆଉ ଯାକ ରହିଛି ସୁନା ଭାଉଜ, ମାଲୁଣୀ, ନିର୍ଯାତିତ, ଝଡ଼। ସୁନା ଭାଉଜ, ମାଲୁଣୀ, ନିର୍ଯାତିତ ଆଉ ଝଡ଼। ନେକ୍ସଟ ନାଟ୍ୟକାର ସୁରେନ୍ଦ୍ର ମହାନ୍ତିଙ୍କର ଏକାଙ୍କିକା ଗୁଡ଼ିକ ହେଉଛି ପାହାଡ଼ର ଆତ୍ମକଥା, କ୍ୟାକ୍ଟସର କାହାଣୀ, ଦୃଶ୍ୟ ପରେ ଦୃଶ୍ୟ, ଅଛୁଆଁ ଆଶୀର୍ବାଦ, ଭାରତକୁ ଉଠାଅ, ମୁକ୍ତି ସଂଗ୍ରାମ, ଚାଖି ଖୁଣ୍ଟିଆ, ଛାନ୍ଦର ଆରପଟେ, ସୁନା ବୋଉ ଇତ୍ୟାଦି। ନାଟ୍ୟକାର ସୁରେନ୍ଦ୍ର ମହାନ୍ତିଙ୍କର ଉପନ୍ୟାସ ଗୁଡ଼ିକ ହେଉଛି ପାହାଡ଼ର ଆତ୍ମକଥା, କ୍ୟାକ୍ଟସର କାହାଣୀ, ଦୃଶ୍ୟ ପରେ ଦୃଶ୍ୟ, ଅଛୁଆଁ ଆଶୀର୍ବାଦ, ଭାରତକୁ ଉଠାଅ, ମୁକ୍ତି ସଂଗ୍ରାମ, ଚାଖି ଖୁଣ୍ଟିଆ, ଚାନ୍ଦର ଆରପଟେ, ସୁନା ବୋଉ।
ନେକ୍ସଟ ପ୍ରାଣକୃଷ୍ଣ କରଙ୍କର ଉପନ୍ୟାସ ଗୁଡ଼ିକ ହେଉଛି ସ୍ନାୟୁ ସଂହାର, ଶୋଭାବର୍ଦ୍ଧନ, ମହ୍ୟା, ପାଗଳ ଜନତାର ବାହାରେ, 10 ବର୍ଷ ପରେ, ବାସ୍ତବ ପ୍ରବୀର ଦାସ, ଶିଳ୍ପୀର ମୃତ୍ୟୁ, କିଛି ନାହିଁ ସେଥିରେ, ସ୍ମୃତି ବିଭ୍ରାଟ, ବିପ୍ଳବୀ, ଅକିଞ୍ଚନ, ବାପୁଜୀ, କାବୁଲିବାଲା, ପେଟୁ ଇତ୍ୟାଦି। ପ୍ରାଣବନ୍ଧୁ କରଙ୍କର ଉପନ୍ୟାସ ଗୁଡ଼ିକ ହେଉଛି ସ୍ନାୟୁ ସଂହାର, ଶୋଭାବର୍ଦ୍ଧନ, ମହ୍ୟା, ପାଗଳ ଜନତାର ବାହାରେ, 10 ବର୍ଷ ପରେ, ବାସ୍ତବ ପ୍ରବୀର ଦାସ, ଶିଳ୍ପୀର ମୃତ୍ୟୁ, କିଛି ନାହିଁ ସେଥିରେ, ସ୍ମୃତି ବିଭ୍ରାଟ, ବିପ୍ଳବୀ, ଅକିଞ୍ଚନ, ବାପୁଜୀ, କାବୁଲିବାଲା, ପେଟୁ, ପଞ୍ଚପ୍ରଦୀପ। ନେକ୍ସଟ ଗୋପାଳ ଛଟରାୟ। ଗୋପାଳ ଛଟରାୟଙ୍କର ଏକାଙ୍କିକା ଗୁଡ଼ିକ ହେଉଛି ଶାଖା ପ୍ରଶାଖା, ସମୁଦ୍ର ମନ୍ଥନ, ଅନାଗତ, ସୀମା, ପଶ୍ମାଚ୍ଛାଦିତ, ବହ୍ନି, ସଂଗ୍ରାମ, ବାନ୍ଧବୀ, ଶୋଭା, ଛାୟା, ସାମଲସ୍ୟ। ଗୋପାଳ ଛଟରାୟଙ୍କର ଏକାଙ୍କିକା ଗୁଡ଼ିକ ଶାଖା ପ୍ରଶାଖା, ସମୁଦ୍ର ମନ୍ଥନ, ଅନାଗତ, ସୀମା, ଭସ୍ମାଚ୍ଛାଦିତ, ବହ୍ନି, ସଂଗ୍ରାମ, ବାନ୍ଧବୀ, ଶୋଭା, ଛାୟା, ସାମଲସ୍ୟ। ରାମଚନ୍ଦ୍ର। ରାମଚନ୍ଦ୍ର ମିଶ୍ରଙ୍କର ନାଟକ ଗୁଡ଼ିକ ହେଉଛି ପ୍ରତୀକ୍ଷା, ପ୍ରତୀକ୍ଷା, ପ୍ରବାସୀ, ଷୋଡ଼ଶୀ, ଆବିଷ୍କାର, ପ୍ରତୀକ୍ଷା, ପ୍ରବାସୀ, ଷୋଡ଼ଶୀ, ଆବିଷ୍କାର। ନେକ୍ସଟ ଭଞ୍ଜକିଶୋର ପଟ୍ଟନାୟକ। ଭଞ୍ଜକିଶୋର ପଟ୍ଟନାୟକଙ୍କର ଏକାଙ୍କିକା ଗୁଡ଼ିକ ହେଉଛି ବାଣ ହରଣ, ଜାଗରଣ, ଉଦାରମନା, ପିଲ୍ଲି ସଜ। ଭଞ୍ଜକିଶୋର ପଟ୍ଟନାୟକଙ୍କର ଏକାଙ୍କିକା ଗୁଡ଼ିକ ହେଉଛି ବାଣ ହରଣ, ଜାଗରଣ, ଉଦାରମନା, ପିଲ୍ଲି ସଜ। ନେକ୍ସଟ ଗୋପାଳଚନ୍ଦ୍ର ମିଶ୍ରଙ୍କର ଏକାଙ୍କିକା ଗୁଡ଼ିକ ବେଜେଲ ଗେଟ୍, ସଂଶୋଧନ, ସତ୍ୟାଗ୍ରହୀ, ଚାକିରି ଠାରୁ ଦୂରେ। ଗୋପାଳଚନ୍ଦ୍ର ମିଶ୍ରଙ୍କର ଏକାଙ୍କିକା ଗୁଡ଼ିକ ହେଉଛି ବେଜେଲ ଗେଟ୍, ସଂଶୋଧନ, ସତ୍ୟାଗ୍ରହୀ, ଚାକିରି ଠାରୁ ଦୂରେ। ନେକ୍ସଟ ନାଟ୍ୟକାର ମନୋରଞ୍ଜନ ଦାସ। ମନୋରଞ୍ଜନ ଦାସଙ୍କ ଏକାଙ୍କିକା ଗୁଡ଼ିକ ହେଉଛି ଛୋଟ ନାଟକ, ଅତିମାନବ, ଫଲ୍ଗୁ, ସେତୁ, ଆବିଷ୍କାର, ଏକାନ୍ତ ଗୋପନୀୟ, ଅତିଥି ସ୍ରୋତ। ନାଟ୍ୟକାର ମନୋରଞ୍ଜନ ଦାସଙ୍କ ଏକାଙ୍କିକା ଗୁଡ଼ିକ ହେଉଛି ନାଟକ, ଏକାଙ୍କିକା ଗୁଡ଼ିକ ହେଉଛି ଅତିମାନବ, ଫଲ୍ଗୁ, ସେତୁ, ଆବିଷ୍କାର, ଏକାନ୍ତ ଗୋପନୀୟ, ଅତିଥି ସ୍ରୋତ। ମହାସମୁଦ୍ରରେ 7 ଗୋଟି ଏକାଙ୍କିକା ଅଛି। ମହାସମୁଦ୍ର, ବନ୍ୟା, ଆବର୍ତ୍ତନ, କାହାଣୀ ନୁହେଁ, ଉଦୟ ପଥେ, ଇସ୍ପାତ ଓ ପ୍ରଶ୍ନ, ଅବବାହିକାର ସ୍ୱପ୍ନ। ନେକ୍ସଟ ବିଶ୍ୱଜିତ ଦାସ। ବିଶ୍ୱଜିତ ଦାସଙ୍କର ଏକାଙ୍କିକା ଗୁଡ଼ିକ ହେଉଛି ପ୍ରବେଶ ପ୍ରସ୍ଥାନ, ଛନ୍ଦବେଶୀ, ଅନ୍ତରା, ଗ୍ରୀନ ରୁମ୍, ଶେଷ ଦୃଶ୍ୟ, କଲେଜ କ୍ୟାଣ୍ଟିନ୍, ଗୋଟିଏ ଦୃଶ୍ୟ। ବିଶ୍ୱଜିତ ଦାସଙ୍କ ଏକାଙ୍କିକା ଗୁଡ଼ିକ ହେଉଛି ପ୍ରବେଶ ପ୍ରସ୍ଥାନ, ଛନ୍ଦବେଶୀ, ଅନ୍ତରା, ଗ୍ରୀନ ରୁମ୍, ଶେଷ ଦୃଶ୍ୟ, କଲେଜ କ୍ୟାଣ୍ଟିନ୍,
ଗୋଟିଏ ଦୃଶ୍ୟ। ନେକ୍ସଟ ନାଟକର ଅକ୍ଷୟ କୁମାର ମହାନ୍ତିଙ୍କର ନାଟକର ଅକ୍ଷୟ କୁମାର ମହାନ୍ତିଙ୍କର ଏକାଙ୍କିକା ଗୁଡ଼ିକ ହେଉଛି ସ୍ୱାକ୍ଷର, ପୂର୍ଣ୍ଣଚ୍ଛେଦ, ଚୋରାବାଲି, ବନ୍ୟା, କନ୍ୟା ଦେଖା, ବିଗତ ବନ୍ଧୁ, ପ୍ରେତର ସମାଧି। ନାଟ୍ୟକାର ଅକ୍ଷୟ କୁମାର ମହାନ୍ତିଙ୍କର ଏକାଙ୍କିକା ଗୁଡ଼ିକ ହେଉଛି ସ୍ୱାକ୍ଷର, ପୂର୍ଣ୍ଣଚ୍ଛେଦ, ଚୋରାବାଲି, ବନ୍ୟା, କନ୍ୟା ଦେଖା, ବିଗତ ବନ୍ଧୁ, ପ୍ରେତର ସମାଧି। ହେ ଯୁବ ଗୋଷ୍ଠୀ, ମୋତେ ଅନୁକରଣ କର, କହି ମନହାରେ ନିର୍ବାଚନର ରଙ୍ଗ। ହରିହର ମିଶ୍ରଙ୍କର ଏକାଙ୍କିକା ଗୁଡ଼ିକ ବନାଗ୍ନି, ଏ ଅମୃତ କାହାର, ଭଙ୍ଗା ସିଡ଼ି, ମରିବା ପୂର୍ବରୁ, ଅସିଗ୍ନା। ହରିହର ମିଶ୍ରଙ୍କର ଏକାଙ୍କିକା ଗୁଡ଼ିକ ବନାଗ୍ନି, ଏ ଅମୃତ କାହାର, ଭଙ୍ଗା ସିଡ଼ି, ମରିବା ପୂର୍ବରୁ, ସିଗ୍ନାଲ। ନେକ୍ସଟ ନାଟ୍ୟକାର ରମେଶ ପ୍ରସାଦ ପାଣିଗ୍ରାହୀଙ୍କର ଏକାଙ୍କିକା ଗୁଡ଼ିକ ହେଉଛି ଶ୍ରୀ ଶ୍ରୀ ଲକ୍ଷ୍ମୀ ପୂଜା, ବିଶ୍ୱମ୍ବର ସେନାପତି ଓ ଦର୍ପଣ ଉପାଖ୍ୟାନ, ସେ ମରିଗଲେ। ତାଙ୍କର ଅନ୍ୟ ଏକାଙ୍କିକା ଗୁଡ଼ିକ ହେଉଛି ବିଗତ ଭବିଷ୍ୟତ, ଜୁଲି ଓ ଅଭିଜିତ ମାନଙ୍କ ପାଇଁ, ଗେଣ୍ଡା, ପୃଥିବୀ ଅନ୍ଧକାର ହେଲା, ବଂଶୀଧର ସାହୁଙ୍କର ଉଦାମସୀ, ଡକ୍ଟର ରତ୍ନାକର ଚୈନୀଙ୍କର ପ୍ରଥମ ଏକାଙ୍କିକା ସଂକଳନ ରଙ୍ଗ ତରଙ୍ଗରେ 5 ଗୋଟି ଏକାଙ୍କିକା ଅଛି, ଯଥା ଶୂନ୍ୟ ପଞ୍ଜୁରୀ, ସୁନା ହରିଣୀ, ବ୍ୟାକୁଳ ବସନ୍ତ, ଆଜି ଶୁକ୍ରବାର। ତ ବଂଶୀଧରଙ୍କର ଏକାଙ୍କିକା ହେଉଛି ଉଦାମସୀ, ଆଉ ଡକ୍ଟର ରତ୍ନାକର ଚୈନୀଙ୍କର ଏକାଙ୍କିକା ରଙ୍ଗ ତରଙ୍ଗ। ରଙ୍ଗ ତରଙ୍ଗରେ 5 ଗୋଟି ଏକାଙ୍କିକା ଅଛି, ଯଥା ଶୂନ୍ୟ ପଞ୍ଜୁରୀ, ସୁନା ହରିଣୀ, ବ୍ୟାକୁଳ ବସନ୍ତ, ଆଜି ଶୁକ୍ରବାର। ରତ୍ନାକର ଚୈନୀଙ୍କର ଅନେକ କ୍ୟାକ୍ଟସରେ 4 ଗୋଟି ଏକାଙ୍କିକା ଅଛି, କନ୍ୟାକୁମାରୀ, ସାକ୍ଷୀ, କ୍ୟାକ୍ଟସ, ନିଷ୍ପର୍ଭ, ଆଲୋକ। ନେକ୍ସଟ ପ୍ରସନ୍ନ କୁମାର ମିଶ୍ରଙ୍କର ଏକାଙ୍କିକା ଗୁଡ଼ିକ ହେଉଛି ବଉଳ ଗଛର ଗାଥା, ସ୍ୱୟଂବର, ହୋଲସ୍ତୋଦ ପୃଥିବୀ, ସେରକ ପୁରିଲା, ମାଣିକ ପୁରିଲା, ଉଠରେ ଉଠରେ ପୋତା, ଅନାଟନ, ଗୋଟିଏ ଛଣ ମୂର୍ତ୍ତିକୁ ନେଇ। ପ୍ରସନ୍ନ କୁମାର ମିଶ୍ରଙ୍କର ଏକାଙ୍କିକା ଗୁଡ଼ିକ ହେଉଛି ସ୍ୱୟଂବର, ହୋଲସ୍ତୋଦ ପୃଥିବୀ, ଅନାଟନ, ଗୋଟିଏ ଛଣ ମୂର୍ତ୍ତିକୁ ନେଇ। ନେକ୍ସଟ ନାଟ୍ୟକାର କୀର୍ତ୍ତିଚନ୍ଦ୍ର ରଥଙ୍କର ଏକାଙ୍କିକା ଗୁଡ଼ିକ ହେଉଛି ସୀମିତ ସମ୍ପର୍କ, ଦର୍ପଣ। କୀର୍ତ୍ତିଚନ୍ଦ୍ର ରଥଙ୍କର ଏକାଙ୍କିକା ସୀମିତ ସମ୍ପର୍କ, ଦର୍ପଣ, ଘର ସାହା, ଦୁଃଖ, ଜନ୍ମାଷ୍ଟମୀ, ରାମ ରାଜ୍ୟ, ଅନ୍ୟ ଏକ ପୃଥିବୀ ପାଇଁ, ପ୍ରଭୃତି। ନେକ୍ସଟ ହେମନ୍ତ କୁମାର ଦାସଙ୍କର ଏକାଙ୍କିକା ଗୁଡ଼ିକ ହେଉଛି ଗୀତାର ସଂସାର, ପରୀକ୍ଷାର ବିପଦ, ଘର ଘରଣୀ, ସୁନା ହରିଣ, ପ୍ରଭୃତି। ଯୁଗୋପଯୋଗୀ ଏକାଙ୍କିକା ରଚନା। ନାଟ୍ୟକାର ରତିରଞ୍ଜନ ମିଶ୍ରଙ୍କର ଏକାଙ୍କିକା ଗୁଡ଼ିକ ହେଉଛି ଜରାସବରର ମୃତ୍ୟୁ, ଶୀତଳ ହେଲା ସୂର୍ଯ୍ୟ, ଆସ୍ତେ ଆସ୍ତେ ଅମାବାସ୍ୟା, ପ୍ରଜାପତି, ରାତି ଶେଷ। ନାଟ୍ୟକାର ରତିରଞ୍ଜନ ମିଶ୍ରଙ୍କର ଏକାଙ୍କିକା ଜରାସବରର ମୃତ୍ୟୁ, ଶୀତ ହେଲା ସୂର୍ଯ୍ୟ, ଆସ୍ତେ ଆସ୍ତେ ଅମାବାସ୍ୟା, ପ୍ରଜାପତି, ରାତି ଶେଷ, ପ୍ରଭୃତି ଏକାଙ୍କିକା। ନାଟ୍ୟକାର ପ୍ରସନ୍ନ କୁମାର ଦାସଙ୍କର ଏକାଙ୍କିକା ଗୁଡ଼ିକ ହେଉଛି ଶତ୍ରୁ ଶିବିର, ସତ୍ୟ ଅସତ୍ୟ,
ସମାଧି, ମୋ ପ୍ରଥମ ମୃତ୍ୟୁର, କୁଆଁରା କାବ୍ୟ, ଝଡ଼ ଏବଂ ଏକଦା ପ୍ରଭୃତି। ପ୍ରସନ୍ନ କୁମାର ଦାସଙ୍କର ଅନ୍ୟ ଏକାଙ୍କିକା ଗୁଡ଼ିକ ହେଉଛି ଅନ୍ଧାରୀର ଅଶ୍ରୁ, ବିଷବୃକ୍ଷ, ପୁନଶ୍ଚ ଆଲୋକ, ଗାନ୍ଧାରୀର ଅଶ୍ରୁ, ପାଞ୍ଚଗୋଟି ଏକାଙ୍କିକା, ଜିତ୍ୱା ବା ଭୋଗ୍ୟ ସେ ମହି, ନଖୁରୀ, ଦେବର ବାସନା, ଈଶ୍ୱର ଆଲ୍ଲା ତେରେ ନାମ, ଗାନ୍ଧାରୀର ଅଶ୍ରୁ। ନେକ୍ସଟ ଦେଖିବା ଓଡ଼ିଶାର ପ୍ରେସ୍ ପତ୍ର ପତ୍ରିକା। ପ୍ରଥମେ ଆସିବ କଟକ ମିଶନ ପ୍ରେସ୍। କଟକ ମିଶନ ପ୍ରେସ୍ ଏହା ଖ୍ରୀଷ୍ଟିଆନ ମିଶନାରୀ ମାନଙ୍କର ପ୍ରଚେଷ୍ଟାରେ 1837 ସାଲରେ କଟକ ମିଶନ ପ୍ରେସ୍ରେ ପ୍ରତିଷ୍ଠା କରାଯାଇଥିଲା। ଏହା ଓଡ଼ିଶାର ସର୍ବପ୍ରଥମ ମୁଦ୍ରଣ ଯନ୍ତ୍ର। ଏହାର ପ୍ରତିଷ୍ଠାତା ଓଡ଼ିଆ ପୁସ୍ତକ ପ୍ରକାଶନ ଏବଂ ପତ୍ର ପତ୍ରିକାର ପ୍ରଚଳନ ପାଇଁ ପଥ ସୁଗମ ହେଲା। ନେକ୍ସଟ କଟକ ପ୍ରିଣ୍ଟିଂ ପ୍ରେସ୍। କଟକ ପ୍ରିଣ୍ଟିଂ ପ୍ରେସ୍ 1866 ସାଲରେ କଟକ ପ୍ରିଣ୍ଟିଂ ପ୍ରେସ୍ ପ୍ରତିଷ୍ଠା ହେଲା। ଏହା ଓଡ଼ିଶାର ଦ୍ୱିତୀୟ ମୁଦ୍ରଣ ଯନ୍ତ୍ର। ଟି.ଇ. ରେଭେନ୍ସାଙ୍କର ପ୍ରେରଣା, ତାଙ୍କର ଶିରସ୍ତାଦାର ବିଚିତ୍ରାନନ୍ଦ ଦାସ ଏବଂ ଅନ୍ୟମାନଙ୍କ ଉଦ୍ୟମରେ ଏହା ପ୍ରତିଷ୍ଠା ଲାଭ କରିଥିଲା। ନେକ୍ସଟ ଉତ୍କଳ ପ୍ରିଣ୍ଟିଂ କମ୍ପାନୀ ଏବଂ ପି.ଏମ୍. ସେନାପତି ଏଣ୍ଡ କମ୍ପାନୀ। 1868 ମସିହାରେ ଫକୀର ମୋହନ ସେନାପତି ଉତ୍କଳ ପ୍ରିଣ୍ଟିଂ କମ୍ପାନୀ ଏବଂ ପି.ଏମ୍. ସେନାପତି ଏଣ୍ଡ କମ୍ପାନୀ ନାମରେ ପ୍ରେସ୍ ପ୍ରତିଷ୍ଠା କରିଥିଲେ। ନେକ୍ସଟ ମୟୂରଭଞ୍ଜ ରାଜ ପ୍ରେସ୍। ମୟୂରଭଞ୍ଜ ରାଜ ପ୍ରେସ୍ ଏହା 1970 ମସିହାରେ ପ୍ରତିଷ୍ଠିତ ହୋଇଥିଲା। ବାଲେଶ୍ୱର ଦେ ପ୍ରେସ୍। ବାଲେଶ୍ୱର ଦେ ପ୍ରେସ୍ 1873 ମସିହାରେ ବାଲେଶ୍ୱର ଦେ ପ୍ରେସ୍ ପ୍ରତିଷ୍ଠା ଲାଭ କରିଥିଲା। ନେକ୍ସଟ କଟକ ହିତେଶିଣୀ ପ୍ରେସ୍। କଟକ ହିତେଶିଣୀ ପ୍ରେସ୍ 1873 ସାଲରେ କଟକଠାରେ କଟକ ହିତେଶିଣୀ ପ୍ରେସ୍ ପ୍ରତିଷ୍ଠା ହୋଇଥିଲା। ନେକ୍ସଟ ଭକ୍ତିଦାୟିନୀ ମନ୍ତ୍ରଣାଳୟ। ଭକ୍ତିଦାୟିନୀ ଯନ୍ତ୍ରାଳୟ ଏହା 1874 ମସିହାରେ ପୁରୀଠାରେ ପ୍ରତିଷ୍ଠା ହୋଇଥିଲା। ଭକ୍ତିଦାୟିନୀ ଯନ୍ତ୍ରଣାଳୟ 1873ରେ କଟକଠାରେ ହିତେଶିଣୀ ପ୍ରେସ୍ ପ୍ରତିଷ୍ଠା ହୋଇଥିଲା। ନେକ୍ସଟ ଭକ୍ତିଦାୟିନୀ ଯନ୍ତ୍ରଣାଳୟ 1874ରେ ପୁରୀଠାରେ ପ୍ରତିଷ୍ଠା ହୋଇଥିଲା। ନେକ୍ସଟ ବାମଣ୍ଡା ପ୍ରେସ୍ 1885ରେ ବାମଣ୍ଡାଠାରେ ପ୍ରତିଷ୍ଠା ହୋଇଥିଲା। ବାମଣ୍ଡା ପ୍ରେସ୍ 1885ରେ ବାମଣ୍ଡାଠାରେ ପ୍ରତିଷ୍ଠା ହୋଇଥିଲା। ଭିକ୍ଟୋରିଆ ପ୍ରେସ୍ 1885ରେ ଭିକ୍ଟୋରିଆ ପ୍ରେସ୍ରେ ସ୍ଥାପନ ହୋଇଥିଲା। ଅରୁଣୋଦୟ ପ୍ରେସ୍ 1893ରେ ଅରୁଣୋଦୟ ପ୍ରେସ୍ରେ ସ୍ଥାପିତ ହୋଇଥିଲା। ରାୟ ପ୍ରେସ୍ 1894ରେ ରାୟ ପ୍ରେସ୍ରେ ସ୍ଥାପିତ ହୋଇଥିଲା। ଉତ୍କଳ ସାହିତ୍ୟ ପ୍ରେସ୍ 1897ରେ ଉତ୍କଳ ସାହିତ୍ୟ ପ୍ରେସ୍ରେ ସ୍ଥାପିତ ହୋଇଥିଲା। ଉତ୍କଳ
ଦୀପିକା 1866 ଗୌରୀଶଙ୍କର ରାୟ। ଉତ୍କଳ ଦୀପିକା 1866 ଗୌରୀଶଙ୍କର ରାୟ ସମ୍ପାଦନା ଏବଂ ବିଚିତ୍ରାନନ୍ଦ ଦାସ ଜଗମୋହନ ରାୟ ସହାୟତାରେ। ଉତ୍କଳ ହିତୈଷିଣୀ 1868 ସମ୍ପାଦକ କାଳୀପଦ ବନ୍ଦୋପାଧ୍ୟାୟ ପ୍ରକାଶନ ସ୍ଥାନ କଟକ। ଉତ୍କଳ ହିତୈଷିଣୀ 1868 କାଳୀଚରଣ ବନ୍ଦୋପାଧ୍ୟାୟ କଟକ। ବୋଧଦାୟିନୀ 1868 ବ୍ୟାସକବି ଫକୀରମୋହନ ସେନାପତି ଓ ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ। ବୋଧଦାୟିନୀ 1868 ବ୍ୟାସକବି ଫକୀରମୋହନ ସେନାପତି ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ। ନେକ୍ସଟ ବାଲେଶ୍ୱର ସମ୍ବାଦବାହିକା 1868 ଫକୀରମୋହନ ସେନାପତି ଓ ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ। ବାଲେଶ୍ୱର ସମ୍ବାଦବାହିକା 1868 ଫକୀରମୋହନ ସେନାପତି ଓ ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ। ନେକ୍ସଟ ବିଦେଶୀ 1873 ଦୀନନାଥ ସେନଙ୍କ ସମ୍ପାଦନାରେ। ବିଦେଶୀ 1873 ଦୀନନାଥ ସେନ। ନେକ୍ସଟ ଶିକ୍ଷକ 1874 ଏହା ଶିକ୍ଷା ସମ୍ବନ୍ଧୀୟ ପତ୍ରିକା ମଧୁସୂଦନ ରାଓଙ୍କ ପ୍ରେରଣାରେ ପାଇଥିଲା। ନେକ୍ସଟ ଧର୍ମବୋଧିନୀ 1873 ବାଲେଶ୍ୱର ଏହା ମଧୁସୂଦନ ରାଓଙ୍କ ପ୍ରେରଣାରେ ପ୍ରକାଶିତ। ବ୍ରାହ୍ମ ଧର୍ମ ସମ୍ବନ୍ଧୀୟ ପତ୍ରିକା ଧର୍ମବୋଧିନୀ ଏହା ବାଲେଶ୍ୱରରେ ମଧୁସୂଦନ ରାଓଙ୍କ ପ୍ରେରଣାରେ ପ୍ରକାଶିତ। ଏହା ବ୍ରାହ୍ମ ଧର୍ମ ସମ୍ବନ୍ଧୀୟ ପତ୍ରିକା। ନେକ୍ସଟ ଉତ୍କଳ ଦର୍ପଣ। ଉତ୍କଳ ଦର୍ପଣ ବାଲେଶ୍ୱର ରାଧାନାଥ ରାୟ, ମଧୁସୂଦନ ରାଓ, ଚତୁର୍ଭୁଜ ପଟ୍ଟନାୟକ ଏବଂ ବୈକୁଣ୍ଠନାଥ ଦେ ଏହାର ଉଦ୍ୟୋକ୍ତା ଥିଲେ। ନେକ୍ସଟ ଉତ୍କଳପୁତ୍ର 1873 ସମ୍ପାଦନା ପ୍ୟାରୀମୋହନ ଆଚାର୍ଯ୍ୟ। ସ୍ୱଦେଶୀ ବ୍ରହ୍ମପୁର ମିଶନାରୀ ଦ୍ୱାରା ପ୍ରକାଶିତ ତ୍ରୈଭାଷୀ। ଉତ୍କଳ ମଧୁପ 1878 କୃଷ୍ଣ ପଟ୍ଟନାୟକ, ରାମଶଙ୍କର ରାୟ। ନେକ୍ସଟ ମୟୂରଭଞ୍ଜ ପତ୍ରିକା ବାରିପଦା ଦ୍ୱିଭାଷିକ ପତ୍ରିକା। କୋହିନୂର ପତ୍ରିକା 1880 କଟକରେ ପ୍ରକାଶିତ। ପୁରୁଷୋତ୍ତମ ଦୀପିକା 1880 ଏହା ପୁରୀରୁ ପ୍ରକାଶିତ। ପୁରୁଷୋତ୍ତମ ପତ୍ରିକା 1882 ପୁରୀ ପ୍ରିଣ୍ଟିଂ କମ୍ପାନୀ। ପ୍ରଜାବନ୍ଧୁ 1882 ଫରାସୀ ସାଧାରଣତନ୍ତ୍ର ସେବକ 1883 ଏହା ମାସିକ ପତ୍ରିକା। ସଂସ୍କାରକ 1883 ଏହା ଚତୁର୍ଭୁଜ ପଟ୍ଟନାୟକଙ୍କ ସମ୍ପାଦନାରେ ପ୍ରକାଶିତ। ଧୂମକେତୁ 1884 ଏହା ଦ୍ୱାରିକାନାଥ ଦାସ ଓ ଶିବନାରାୟଣ ନାୟକଙ୍କ ଦ୍ୱାରା। ନେକ୍ସଟ ତାରକା ପତ୍ରିକା 1884 ଏହା ବାଲେଶ୍ୱର ଖ୍ରୀଷ୍ଟିଆନ ମଣ୍ଡଳୀ ତରଫରୁ ପ୍ରକାଶିତ। ନେକ୍ସଟ ପ୍ରଦୀପ 1885 ଏହା କଟକରେ ପ୍ରକାଶ ପାଉଥିଲା। ନେକ୍ସଟ ଶିକ୍ଷାବନ୍ଧୁ 1886 ଏହା ମଧୁସୂଦନ ରାଓଙ୍କ ପରାମର୍ଶରେ ପ୍ରକାଶ ପାଇଥିଲା। ନେକ୍ସଟ ନବସମ୍ବାଦ 1886 ଏହା ବ୍ରାହ୍ମ ଧର୍ମର ମୁଖପତ୍ର ଥିଲା। ନେକ୍ସଟ ସାମ୍ୟବାଦୀ 1886 ଏହା ବାଲେଶ୍ୱର ଲଳିତ ମୋହନ ଚକ୍ରବର୍ତ୍ତୀଙ୍କ ସମ୍ପାଦନାରେ ପ୍ରକାଶ ପାଉଥିଲା। ନେକ୍ସଟ ବ୍ୟବସାୟୀ 1886 ଏହା ମୟୂରଭଞ୍ଜରୁ ପ୍ରକାଶ ପାଉଥିଲା। ନେକ୍ସଟ ନବସମ୍ବାଦ 1887 ଏହା କଟକରୁ ପ୍ରକାଶ ପାଉଥିଲା। ନେକ୍ସଟ ଓଡ଼ିଆ 1887 ଏହା ପୃଷ୍ଠପୋଷକ ଥିଲେ ରାଜା ବୈକୁଣ୍ଠନାଥ ଦେ। ନେକ୍ସଟ ଓଡ଼ିଆ ଓ ନବସମ୍ବାଦ 1888 ଏହା ବାଲେଶ୍ୱରରୁ ପ୍ରକାଶ ପାଉଥିଲା। ନେକ୍ସଟ ଆଶା 1888 ଏହା ସମ୍ପାଦକ ଥିଲେ ସାଧୁ ଶରଣ ରାୟ। ନେକ୍ସଟ ସମ୍ବଲପୁର ହିତୈଷିଣୀ 1889 ଏହା ସମ୍ପାଦକ ଥିଲେ ନୀଳମଣି ବିଦ୍ୟାରତ୍ନ। ନେକ୍ସଟ ଦୀପକ ପତ୍ରିକା ଏହା ଭିକ୍ଟୋରିଆ ପ୍ରେସରୁ ପ୍ରକାଶ ପାଇଥିଲା। ଉତ୍କଳ ପ୍ରଭା ଏହା ମୟୂରଭଞ୍ଜର ତତ୍କାଳୀନ ମହାରାଜା ଭଞ୍ଜଙ୍କର ପୃଷ୍ଠପୋଷକତାରେ ପ୍ରକାଶ।
ନେକ୍ସଟ ଆଶା ପତ୍ରିକା 1892 ଏହାରେ ବାରାଙ୍କର ପୂର୍ଣ୍ଣ ପ୍ରକାଶିତ। ଇନ୍ଦ୍ରଧନୁ 1893 ପୃଷ୍ଠପୋଷକ ଗୌରୀଶଙ୍କର ରାୟ। ବିଜୁଳି 1893 ଦାଶରଥୀ ରାଓ। ବ୍ରହ୍ମ 1894 ବିଶ୍ୱନାଥ କର। ଉତ୍କଳ ଚିକିତ୍ସକ 1894 ରାମକୃଷ୍ଣ ସାହୁ। ଉତ୍କଳ ବନ୍ଧୁ 1896 ତାଳଚେରରୁ ପ୍ରକାଶିତ। ବ୍ରଜବନ୍ଧୁ ମିଶ୍ର। ପ୍ରଭାତୀ ତାରା 1896 ଏହା ମିଶନ ପ୍ରେସରୁ ପ୍ରକାଶିତ। ଉତ୍କଳ ସାହିତ୍ୟ 1897 ବିଶ୍ୱନାଥ କରଙ୍କ ଦ୍ୱାରା। ମୁକୁର 1905 ଏହା ସମ୍ପାଦକ ବ୍ରଜ ସୁନ୍ଦର ଦାସ। ସତ୍ୟବାଦୀ 1815 ଗୋପବନ୍ଧୁ ଦାସ। ସତ୍ୟବାଦୀ 1915 ଗୋପବନ୍ଧୁ ଦାସ। ସହକାର 1919 ବାଳକୃଷ୍ଣ କର। ନବଭାରତ 1934 ପଣ୍ଡିତ ନୀଳକଣ୍ଠ। ଡଗର 1936 କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର। ଶଙ୍ଖ 1945 ଡକ୍ଟର ମାୟାଧର ମାନସିଂ। ଝଙ୍କାର 1949 କଟକରୁ। କୋଣାର୍କ 1958 ସାହିତ୍ୟ ଏକାଡେମୀ ପ୍ରକାଶିତ। ଗୌରୀ କୁମାର ବ୍ରହ୍ମା।